ଥରେ ବନେଇକି ଖାଆନ୍ତୁ ଏଚଡିଏମ୍ ସିଙ୍ଗଡ଼ା। ମାର୍କେଟରୁ ତେଲ ମଇଦାର ସିଙ୍ଗଡ଼ା ଖାଇବାକୁ ବିଲକୁଲ ବି ଭୁଲିଯିବେ। ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଏଠି 3-4 ଜଣ ହିସାବରେ ଖାଇବା ପାଇଁକି ଏଠି ମେଜରମେଣ୍ଟ ନେଇଯାଇଛି। ମେଜରମେଣ୍ଟ ହେଉଛି ଘରେ ସମସ୍ତଙ୍କର ଗିନା ଥାଏ, ତ ସେଇ ଗିନାରେ ହିଁ ମୁଁ ମେଜରମେଣ୍ଟଟା ନେଇଯାଉଛି। ସେଇ ଗିନାରେ ଗୋଟେ ଗିନା ମୁଁ ଏଠି ସୁଜି ନେଉଛି, ଆଉ ସେଇ ଗିନାରେ ମୁଁ ଡବଲ ପାଣି ନେବି, ମାନେ 2 ଗିନା ମୁଁ ପାଣି ଦେଉଛି। ତ ଆପଣ ଯଦି 2 ଗିନା ସୁଜି ନେବେ ତ ସେହି ହିସାବରେ ଆପଣ 4 ଗିନା ହିଁ ପାଣି ନେବେ, ତାହେଲେ ଯାଇକି ସୁଜିଟା ଭଲ ଭାବରେ ସିଝି। ଏଠି ମୁଁ ସ୍ୱାଦ ଅନୁସାରେ ଲୁଣ ନେଇଗଲି, ତାପରେ କିଛି ଘିଅ, ଦେଶୀ ଘିଅ ମୁଁ ଏଠି ପକାଉଛି, କାହିଁକିନା ଦେଶୀ ଘିଅର ବାସ୍ନା ହେଉଛି ଅଲଗା ପ୍ରକାର ଥାଏ। ଆଉ ଜନ୍ତଣୀରେ ଯଦି ରିଫାଇନ୍ ତେଲ ହେଉ କି ଘିଅ ହେଉ ଯଦି ଆଡ଼୍ କରିବେ ତ ତଳେ ବିଲକୁଲ ବି ଜନ୍ତଣୀ ଲାଗିବନି, ଆଉ ସଫ୍ଟ ବି ହେବ, ଆଉ ବାସ୍ନା ବି ହେବ, ପିଠାର ବଢ଼ିଆ ଆସେ। ତ ମୁଁ ଏଠି ଯେତେବେଳେ ପାଣି ଫୁଟିଗଲା, ସୁଜି ଉପରେ ହାଲକା ହାଲକା କରି ଧୀରେ ଧୀରେ ମୁଁ ଏଠି ପକାଇ ନେଇଯାଉଛି। ଆଉ ବିଲକୁଲ ବି ଖଡ଼ିକା ଲଗାଇବେନି, କାହିଁକିନା ଖଡ଼ିକା ଲଗାଇଲେ ମୁଣ୍ଡା ହେଇଯିବ। ତ ମୁଁ ଏଠି ଢାଙ୍କି ଦେଉଛି। ଢାଙ୍କି ଦେଲା ପରେ ଦେଖିପାରୁଥିବ ଗବ ଗବ ହେଇକି ତଳେ ଫୁଟି ଆସିଲାଣି, ମାନେ ସୁଜିଟା ମୋର ବଢ଼ିଆ ଭାବେ ସିଝି ଯାଇଛି। ତ ଏଠି ଆପଣମାନେ ଭାବିବେନି କି ଉପରେ ସୁଜି ଦେଖାଯାଉଛି ତ ସିଝିନି, ବିଲକୁଲ ବି ସେମିତି ନୁହେଁ। ତଳ ପଟୁ ବହୁତ ବଢ଼ିଆ ସେ ସିଝି ଯାଇଛି। ଏମିତି ଘାଣ୍ଟି ଦେଲେ ସେଟା କ'ଣ ହୁଏ ନା ପୁରା ମିକ୍ସ ହେଇଯିବ। ତ ଦେଖିପାରୁଥିବେ ବଢ଼ିଆ ସେ ପୁରା ମିକ୍ସ ହେଇଯାଇଛି, ଆଉ ଯନ୍ତଣୀଟା କେମିତି ପରଫେକ୍ଟ ଦେଖାଯାଉଛି, ଟିକେ ବି ମୁଣ୍ଡା ରହିବନି। ତ ମୁଁ ଏଠି ଆଉ ଟିକେ ଢାଙ୍କି ଦେଉଛି, କାରଣ ସୁଜିଟା ମାନେ ପାଣି ଅବଜର୍ଭ କରିନେବ ଯେତେ ଢାଙ୍କିବେ। ଏପଟେ ମୁଁ ପୁର ପ୍ରସ୍ତୁତ କରିବା ପାଇଁକି ଆଳୁ ନେଇଯାଇଛି, ଆଳୁ ମଟରର ପୁର। ତ ଆଳୁରୁ ଭଲ ଭାବରେ ମୁଁ ଏଠି ଚୋପା ଛଡ଼େଇ ନେଇଯାଉଛି, କାହିଁକିନା ଚୋପା ଗୁଡ଼ିକ ବହୁତ ଅସନା ଥାଏ, ସେଥିଲାଗି ମୁଁ ଚୋପା ଗୁଡ଼ିକ ନେଇଯାଉଛି। ଆଉ ପୁରରେ ଚୋପା ରହିଲେ ମଧ୍ୟ ଖାଇବାକୁ ଭଲ ଲାଗେନି। ଆଳୁକୁ ମୁଁ ଏଠି ପୁରା ସରୁ ସରୁ କରି କାଟି ନେଇଯାଉଛି। ଦେଖିପାରୁଥିବେ ବହୁତ ଛୋଟ ଛୋଟ କରିଛି, କାହିଁକିନା ଜଲ୍ଦି ବି ସିଝିବ, ଆଉ ପୁରରେ ଆମର ବଢ଼ିଆ ହେବ ପୁରଟା। ତ ଦେଖିପାରୁଥିବେ ମୁଁ ଏଠି ବହୁତ ଛୋଟ ଛୋଟ କରିକି କାଟି ନେଇଯାଇଛି। ତାପରେ ମୁଁ ଏଠି ପ୍ରେସରରେ ଆଳୁ ଆଉ ମଟରକୁ ବଢ଼ିଆ ସେ ପୁରା ଧୋଇକି ଏଠି ପ୍ରେସରରେ ମୁଁ ଦେଇଦେଉଛି। ତ ପୁରଟା ଯେମିତି ହେବ, ଯେମିତି ଆଳୁ ମଟର ଅଧିକ ସିଝିବନି କି କମ୍ ବି ସିଝିବନି, ତ ସେଇ ହିସାବରେ ଆପଣ ଏଠି ପାଣି ବି ଦେବେ, ଯେ କି ତରକାରୀ ହେଲା ଭଳିକା ନୁହଁ, ପୁରା ସୁଖା ରହିବ, ଆଉ ଗୋଟେ ହୁଇସିଲରେ ହିଁ ପରଫେକ୍ଟ ହେଇଯାଇଥିବ। ତ ଦେଖିପାରୁଥିବେ ମୁଁ ଏଠି ଅଳ୍ପ ହାଲକା ପାଣି ଦେଲି, ଆଉ ଏଠି ମୁଁ ସ୍ୱାଦ ଅନୁସାରେ ଲୁଣ ହଳଦୀ ଦେଇକି ଆକୁ ପ୍ରେସର କରିଦେବି। ତ ଗୋଟେ ସିଟି ହିଁ ଦେବେ ଲୋ ଫ୍ଲେମ୍ରେ, ଯେକି ପରଫେକ୍ଟ ପୁରା ସିଝିବ। ତ ଏଠି ମୋର ହୁଇସିଲ୍ ଗୋଟେ ଆସିଗଲା। ଗୋଟେ କଡ଼େଇରେ ମୁଁ ଏଠି ତେଲ ନେଇଯାଉଛି। ତ ତେଲରେ ମୁଁ କିଛି ଜିରା ଏଠି ଫୁଟେଇ ଦେଉଛି। ତାପରେ ଯେହେତୁ ଆମର ଏଠି ଭୃଷଙ୍ଗ ପତ୍ର ଶୀତ ଦିନର ଅଭାବ, ତେଣୁ ଭୃଷଙ୍ଗ ପତ୍ର ରହିଲେ ବଢ଼ିଆ ବାସ୍ନା ହୁଏ। ଆପଣଙ୍କର ଯଦି ଥିବ ଆପଣ ଏଠି ଆଡ଼୍ କରିନେବେ। ତାପରେ ମୁଁ ଏଠି ଗ୍ରେଟ୍ କରି ରଖିଥିବା ଅଦାକୁ ମଧ୍ୟ ନେଇଯାଇଛି, ଆଉ ଆଳୁ ଯେଉଁ ମଟର ମୁଁ ପ୍ରେସର ଦେଇଥିଲି, ତ ଦେଖିପାରୁଥିବେ ଏଠି ପୁରା ପରଫେକ୍ଟ ସିଝିଛି, ନା ଅଧିକ ସିଝିଛି ନା କମ୍ ସିଝିଛି, ପୁରା ପରଫେକ୍ଟ ଏଠି ସିଝି ଯାଇଛି। ମୁଁ ଏଠି ତାକୁ ଛୁଙ୍କ କରି ନେଇଯାଉଛି, ଆଉ ସେଇ ହିସାବରେ ମୁଁ ଲୁଣ ଯେଉଁ ହିସାବରେ ପକାଇଥିଲି ତା ଆଉ ଟିକେ ଲୁଣ ମୁଁ ଏଠି ପକାଇ ଦେଉଛି। ତ ତା'ର କାଶ୍ମୀରୀ ଚିଲି ମୁଁ ଏଠି ପକାଇ ଦେଉଛି, କାହିଁକିନା ଛୋଟ ଛୁଆ ଯେହେତୁ ଖାଇବେ, ତ ମୁଁ ଏଠି କଞ୍ଚା ଲଙ୍କା କି ଚିଲି ବି ଅଧିକ ରାଗବାଲା ଆଡ଼୍ କରୁନି। ଟିକେ ଧନିଆ ପାଉଡ଼ର ମୁଁ ଏଠି ପକାଇ ଦେଇଛି, ଆଉ ଭଲ ଭାବେ ଘାଣ୍ଟି ଦେଲା ପରେ ଦେଖିପାରୁଥିବେ ଏମିତି ହେଇଯାଇଛି। ପୁରଟା ଭଲସେ ହେଇସାରିଲା ପରେ ମୁଁ ଏଠି ଲାଷ୍ଟରେ ଗରମ ମସଲା ଆଉ କିଛି ଧନିଆ ପତ୍ର ଦେଇକି ୟାକୁ ଥଣ୍ଡା କରିଦେବା ପାଇଁକି ଛାଡ଼ି ଦେଉଛି। ଦେଖିପାରୁଥିବେ କେମିତି ପରଫେକ୍ଟ ପୁରା ହେଇଯାଇଛି। ତ ଲାଷ୍ଟରେ ମୁଁ ଏଠି କିଛି ଜିରା ଲଙ୍କା ଗୁଣ୍ଡ ହାଲକା ଆଡ଼୍ କରି ନେଇଯାଉଛି, ଆଉ ଭାଜି ରଖିଥିବା ବାଦାମକୁ ମଧ୍ୟ ପକାଇ ନେଇଯାଉଛି, କାହିଁକିନା ପୁରରେ ବିନା ବାଦାମରେ ଭଲ ଲାଗିବନି। ତ ଏପଟେ ମୋର ପୁର ପୁରା ରେଡ଼ି ହେଇଯାଇଛି, ଆଉ ଏଠି ଯେଉଁ ଯନ୍ତଣୀଟା ଥିଲା ତ ହାଲକା ମାନେ ଥଣ୍ଡା ହେଇଯାଇଛି, ତାକୁ ମୁଁ ଏଠି ନେଇଯାଉଛି। ତ ଦେଖିପାରୁଥିବେ ମୋ ଯନ୍ତଣୀଟା କେତେ ସଫ୍ଟ, ଆଉ ମୁଣ୍ଡା ବି ବିଲକୁଲ ନାହିଁ। ଟିକେ ଗୁନ୍ଦି ଦେଲା ପରେ ଏମିତି ହାଲକା ପ୍ରେସ୍ କରିକି, ତ ଦେଖିପାରୁଥିବେ ବଢ଼ିଆ ସେ ହେଇଯାଇଛି, ସଫ୍ଟ ପୁରା। ତ ଚାଲନ୍ତୁ ଏଥର ଗଢ଼ିବା ପିଠା। ତ ହାତରେ ଯଦି ଆପଣ ପାଣି ବଦଳରେ ଯଦି ତେଲ ନିଅନ୍ତି ତ ପିଠାଟା ଆମର ସୁନ୍ଦର ଦେଖାଯିବ, ଆଉ ଗଢ଼ିବାକୁ ମଧ୍ୟ ବହୁତ ଭଲ ଲାଗିବ। ତ ଦେଖିପାରୁଥିବେ ମୁଁ ହାତରେ ପୁରା ଗୋଲ ଗୋଲ କରି ନେଇଛି, ଆଉ ଯନ୍ତଣୀରୁ ଦେଖିପାରୁଥିବେ କେତେ ସୁନ୍ଦର ଯନ୍ତଣୀ ହେଇଛି, ପିଠାରୁ ଦେଖିପାରୁଥିବେ। ଆଉ ବେଶୀ ମୋଟା ରଖିବେନି, ମିଡ଼ିୟମ୍ ସାଇଜ୍ର ରଖିଲେ ପିଠାଟା ଭଲ ଲାଗିବ। ତ ମୁଁ ଏଠି ହାଲକା ପ୍ରେସ୍ କରି ନେଇଯାଉଛି ଯେଉଁ ବେସ୍ଟା ବନେଇବା ପାଇଁକି। ତା ଉପରେ ମୁଁ ଏଠି ପୁର ଦେଇ ଦେଉଛି,
ଆଉ ପୁର ଦେଲା ପରେ ଆପଣ ଦି ସାଇଡ଼୍ରୁ ପୁରା ସିଙ୍ଗଡ଼ା ଟାଇପ୍ର ସେପ୍ ବନେଇବେ। ଦି ପଟରୁ ହାଲକା ପ୍ରେସ୍ କରିକି ମଝିରେ ଚାପିଦେବେ ଆଉ ତିନି ସାଇଡ଼୍ରୁ ହାଲକା ହାଲକା ପ୍ରେସ୍ କରିନେବେ। ଦେଖିପାରୁଥିବେ କେମିତି ସିଙ୍ଗଡ଼ାର ମୁଁ ସେପ୍ ଦେଇଦେଇଛି। ଏମିତି ମୋର ପିଠା ଗୋଟି ଗୋଟି କରି ମୁଁ ସବୁତକ ଗଢ଼ି ଦେଇଥିଲି। ତାପରେ ଆମେ ଷ୍ଟେମ୍ କରିବା। ଦେଖିପାରୁଥିବେ ପୁରା ପିଠାଟା ପୁରା ପରଫେକ୍ଟ ଦେଖାଯାଉଛି, ପୁରା ସିଙ୍ଗଡ଼ା। ତ ଆପଣ ଥରେ ଖାଇବେ, ବାର ବାର ଖାଇବା ପାଇଁ ଇଚ୍ଛା ହେବ। ତ ମୁଁ ଏଠି ଇଣ୍ଡକ୍ସନରେ ଯେହେତୁ ବସେଇବି, ତ ଆଗରୁ ଏଠି ମୁଁ ଗରମ ପାଣି ଅଲରେଡ଼ି ୱାଟର ହିଟରରେ କରିଦେଇଥିଲି। ତାପରେ ମୁଁ ଏଇ ଛଙ୍କାଟା ସବୁବେଳ ପାଇଁ ନିଏ, କାହିଁକିନା ମୋତେ ବହୁତ ଇଜି ହୁଏ ଏମିତି ହିଁ ଷ୍ଟେମ୍ ଦେବା ପାଇଁକି। ତ ମୁଁ ଏଠି ଗୋଟି କି ପିଠା ଏଠି ସାଇଜ୍କି ରଖିଦେଉଛି। ଦେଖିପାରୁଥିବେ କେହି କାହା ସାଙ୍ଗେ ଲାଗିବେନି, କାହିଁକିନା ଗରମ ହେଲେ ଛାଡ଼ିବା ପାଇଁକି କଷ୍ଟ। ତ ଏଠି ମୁଁ ସଜାଡ଼ିକି ଆରାମସେ ରଖିଦେଉଛି। ତାପରେ ମୁଁ ଏଠି ଢାଙ୍କି ଦେଉଛି 10ରୁ 15 ମିନିଟ୍, କାହିଁକିନା ସୁଜି ତ ପୁରା ପରଫେକ୍ଟଲି ସିଝି ଯାଇଥିବ ଯନ୍ତଣୀ ବେଳେ। ପିଠା ପୁରା ରେଡ଼ି। ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିନେବେ।